ଆଜିର ପ୍ରସଙ୍ଗ କୃଷକର ବନ୍ଧୁ ଘରଚଟିଆ। ଆଲେଖ୍ୟ ସନ୍ତୋଷ କୁମାର ଦାସ। ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଅତୀତରେ ଗାଁଠୁ ସହର ସବୁଠାରେ ଚାଳଛପର ଘର ଥିଲା। ଏହି ଚାଳଛପର ଘରମାନଙ୍କରେ ବହୁ ପରିମାଣରେ କୁନି କୁନି ଚଢ଼େଇ ଘରଚଟିଆ ବସା ବାନ୍ଧି ଖୁସିରେ ରହୁଥିଲେ। ସେମାନଙ୍କ କିଚିରି ମିଚିରି ଶବ୍ଦ ମନକୁ ଆନନ୍ଦିତ କରି ଦେଉଥିଲା। ଚାଳ ମାଟି ଘରେ ଥିବା ସନ୍ଧି, କୌଣସି ଖୋପ, ଚାଳ ଛପର ତଳେ ଥିବା ଫାଙ୍କା ସ୍ଥାନ, ବିଦ୍ୟୁତ୍ ଖୁଣ୍ଟ ମାନଙ୍କରେ ଥିବା କେବୁଲ ବାକ୍ସ, ଘରର ସ୍କାଏଲାଇଟ୍ ପ୍ରଭୃତି ସ୍ଥାନରେ ଏହି ଘରଚଟିଆ ପକ୍ଷୀ ବସା ବାନ୍ଧି ରହିଥାନ୍ତି। 8ରୁ 10 ସେଣ୍ଟିମିଟର ଲମ୍ବର ଏହି କୁନି ଚଢ଼େଇ ଘରଚଟିଆମାନେ ପ୍ରକୃତରେ କୃଷକମାନଙ୍କ ବନ୍ଧୁ। ଧାନ ଫସଲ ଆଉ ପନିପରିବା ଫସଲକୁ ନଷ୍ଟ କରୁଥିବା ପୋକ, କୀଟମାନଙ୍କୁ ଏହି ଚଢ଼େଇ ଖାଦ୍ୟ ଭାବେ ଗ୍ରହଣ କରୁଥିବାରୁ ଏମାନଙ୍କୁ କୃଷକମାନଙ୍କ ବନ୍ଧୁ ବୋଲି କୁହାଯାଇଥାଏ। ଏମାନେ ମଣିଷର ପାଖେ ପାଖେ ଚଳପ୍ରଚଳ କରୁଥିବାରୁ ପିଲାଙ୍କଠାରୁ ବୁଢ଼ା ସମସ୍ତେ ଏହି କୁନି ପକ୍ଷୀକୁ ଭଲ ପାଇଥାନ୍ତି। ଘରଚଟିଆଙ୍କ କିଚିରିମିଚିରି ଶବ୍ଦରେ ଗାଁଠୁ ସହର ସବୁ ଗୁଞ୍ଜରିତ ହେଉଥିଲା। ଏମାନଙ୍କ ସ୍ୱର ମଣିଷଙ୍କ ମନରେ ଅପାର ଆନନ୍ଦ ସୃଷ୍ଟି କରୁଥିଲା। ଏହି କୁନି ଚଢ଼େଇ ଘରଚଟିଆ ଠାରୁ ପାଣିପାଗ ସମ୍ପର୍କରେ ଜାଣିହୁଏ। ଯଦି ଏହି କୁନି ଚଢ଼େଇ ଘରଚଟିଆ ବାରମ୍ବାର ନିଜ ବସାକୁ ଯାତାୟାତ କରେ, ତେବେ ଅଳ୍ପ ଦିନ ମଧ୍ୟରେ ଝଡ଼ ବର୍ଷା ହୋଇଥାଏ ବୋଲି ବିଶ୍ୱାସ ରହିଛି। ସେହିପରି ଯଦି ଏହି କୁନି ଚଢ଼େଇ ଘରଚଟିଆ ଗାଁ ଦାଣ୍ଡରେ ଧୂଳି ଝାଡ଼ି ଖେଳେ, ତେବେ ସେ ଦିନ ଅଥବା ତହିଁଆର ଦିନ ବର୍ଷା ହେବାର ସମ୍ଭାବନା ଥାଏ। ସାରା ବିଶ୍ୱରେ ପ୍ରାୟ 43 ପ୍ରକାରର ଘରଚଟିଆ ଥିବା ଜଣାପଡ଼ିଛି। ଆମ ଦେଶ ଭାରତର ବିଭିନ୍ନ ରାଜ୍ୟ ସହିତ ଫ୍ରାନ୍ସ, ବ୍ରିଟେନ, ଜର୍ମାନୀ, ଚେକ୍ ଗଣରାଜ୍ୟ, ବେଲଜିୟମ, ଇଟାଲୀ, ଫିନଲାଣ୍ଡ ପ୍ରଭୃତି ଦେଶମାନଙ୍କରେ ମଧ୍ୟ ଘରଚଟିଆ ଚଢ଼େଇମାନଙ୍କୁ ଦେଖିବାକୁ ମିଳିଥାଏ। 1999 ମସିହାର ମହାବାତ୍ୟା ଓ 2023ର ଫାଇଲିନ୍ ଝଡ଼ ବାତ୍ୟା ପରେ ରାଜ୍ୟର ଗାଁ ଓ ଛକ ସ୍ଥାନ ଗୁଡ଼ିକରୁ ଚାଳ ଛପର ଘର ଦିନକୁ ଦିନ କମିବାରେ ଲାଗିଲା। ଏଣୁ ଏହି କୁନି ଚଢ଼େଇ ଘରଚଟିଆ ବସା ବାନ୍ଧି ଅଣ୍ଡା ଦେବାକୁ ସ୍ଥାନ ପାଇଲେନି। ବିଭିନ୍ନ ସ୍ଥାନରେ ମୋବାଇଲ ଟାୱାର ବୃଦ୍ଧି ପାଇବାରେ ଲାଗିବାରୁ ବାୟୁମଣ୍ଡଳରେ ଅଦୃଶ୍ୟ ଭାବେ ଚୁମ୍ବକୀୟ ଶକ୍ତି ପ୍ରବାହିତ ହେବାରେ ଲାଗିଲା। ଏହି ଚୁମ୍ବକୀୟ ଶକ୍ତି କୁନି ଘରଚଟିଆ ଚଢ଼େଇମାନଙ୍କ ପାଇଁ ଅକାଳ ମୃତ୍ୟୁର କାରଣ ପାଲଟୁଛି। ବିଶ୍ୱ ତାପମାନ ବୃଦ୍ଧି ପାଉଥିବାରୁ ଜଳବାୟୁ ପ୍ରବାହରେ ଅସନ୍ତୁଳନ ଦେଖାଦେଇଛି। ଏହି କାରଣରୁ ପରିବେଶ ପ୍ରଦୂଷଣ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଘରଚଟିଆମାନେ ଆଉ ସେମାନଙ୍କର ଖାଦ୍ୟ ଠିକ୍ ଭାବେ ପାଇପାରୁନାହାନ୍ତି। ଚାଷୀମାନେ ମଧ୍ୟ ଅଧିକ ଫସଲ ଅମଳ ଆଶାରେ ବିଭିନ୍ନ ଚାଷରେ ବହୁଳ ଭାବେ ରାସାୟନିକ ଔଷଧ ଓ କୀଟନାଶକ ବ୍ୟବହାର କରୁଛନ୍ତି। ଏହି କାରଣ ପାଇଁ ମାଟିରେ ରହୁଥିବା କୀଟ, ପୋକ, ଜୋକ ସବୁ ପ୍ରାଣ ହରାଉଛନ୍ତି। ଖାଦ୍ୟ ଅଭାବ ଓ ବସା ବାନ୍ଧିବା ସ୍ଥାନ ପାଉନଥିବାରୁ ଏହି କୁନି ଚଢ଼େଇ ଘରଚଟିଆ ଆଜି ବିଲୁପ୍ତର ଦ୍ୱାର ଦେଶରେ ପହଞ୍ଚି ଯାଇଛି। ଏହି କୁନି ଚଢ଼େଇର ସୁରକ୍ଷା ପାଇଁ ଇଣ୍ଟରନ୍ୟାସନାଲ ୟୁନିୟନ ଫର କନଭେନସନ ଅଫ ନେଚର ଆଣ୍ଡ ନ୍ୟାଚୁରାଲ ରିସୋର୍ସ ପକ୍ଷରୁ 2010 ମସିହା ଠାରୁ ପ୍ରତିବର୍ଷ ମାର୍ଚ୍ଚ 20 ତାରିଖକୁ ବିଶ୍ୱ ଘରଚଟିଆ ଦିବସ ଭାବେ ପାଳନ କରାଯାଉଛି। ବିଭିନ୍ନ ରାଜ୍ୟରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷୀପ୍ରେମୀମାନଙ୍କ ପକ୍ଷରୁ ଘରଚଟିଆ ଚଢ଼େଇମାନଙ୍କୁ ସୁରକ୍ଷା ଦେବା ଓ ଏମାନଙ୍କ ବଂଶବୃଦ୍ଧି ନିମନ୍ତେ ସଚେତନତା ସୃଷ୍ଟି ପାଇଁ ଶୋଭାଯାତ୍ରା, ଆଲୋଚନାଚକ୍ର, ସଭା ସମିତିମାନ କରାଯାଉଛି। ଏହି ଦିବସ ପାଳନ କରାଯିବାର ଉଦ୍ଦେଶ୍ୟ ହେଉଛି ଚାଷୀମାନେ ରାସାୟନିକ ଔଷଧ ଓ କୀଟନାଶକ ବ୍ୟବହାର ନ କରି ଜୈବିକ ପଦ୍ଧତିରେ ଚାଷ କରନ୍ତୁ, ଆଉ ଏହି କୁନି ଚଢ଼େଇ ଘରଚଟିଆର ବଂଶବୃଦ୍ଧି ନିମନ୍ତେ ସମସ୍ତେ ପ୍ରୟାସ କରନ୍ତୁ। ଘରଚଟିଆ ଚଢ଼େଇର ଓଜନ ପ୍ରାୟ 30ରୁ 35 ଗ୍ରାମ ହୋଇଥାଏ। ଆକାରରେ ଛୋଟ ହେଲେ ହେଁ ଏହି ଟିକି ପକ୍ଷୀଟି ଅତ୍ୟନ୍ତ ଚଳଚଞ୍ଚଳ ଓ ପରିଶ୍ରମୀ। ବାଡ଼ି ବୁଦାରୁ କୁଟା କାଠି ସଂଗ୍ରହ କରି ସେମାନେ ଲୋକ ଚଳପ୍ରଚଳ ହେଉଥିବା ସ୍ଥାନମାନଙ୍କରେ ବସା ବାନ୍ଧି ରହିବାକୁ ପସନ୍ଦ କରିଥାନ୍ତି। ବିଶ୍ୱ ଘରଚଟିଆ ଦିବସ ପାଳନ କରାଯିବା ପରେ ଅନେକ ସ୍ଥାନରେ ଲୋକମାନେ ଏମାନଙ୍କ ବଂଶବୃଦ୍ଧି ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। କିଛି ଲୋକ କୃତ୍ରିମ ଚାଳଘର ନିର୍ମାଣ କରୁଥିବା ବେଳେ କିଛି ବ୍ୟକ୍ତି ଉଚ୍ଚ ସ୍ଥାନରେ ବଡ଼ ମାଟି ହାଣ୍ଡିକୁ କଣା କରି ଟଙ୍ଗାଇବା କାର୍ଯ୍ୟ କରୁଛନ୍ତି। ଏହିସବୁ କାର୍ଯ୍ୟ ପକ୍ଷୀ ପ୍ରେମୀମାନଙ୍କୁ ଆନନ୍ଦିତ କରୁଛି। ଗତ 2012 ମସିହାରୁ ଦିଲ୍ଲୀ ସରକାର ଏହି କୁନି ଘରଚଟିଆ ଚଢ଼େଇକୁ ରାଜ୍ୟ ଚଢ଼େଇ ଭାବେ ଘୋଷଣା କରି ଏମାନଙ୍କ ସୁରକ୍ଷା ଓ ବଂଶବୃଦ୍ଧି ନିମନ୍ତେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ଆମ ରାଜ୍ୟ ସରକାର ଯଦି ଏ ଦିଗରେ ଦୃଷ୍ଟି ଦେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରନ୍ତେ, ତେବେ ଏହି କୁନି ଚଢ଼େଇ ଘରଚଟିଆ ବିଲୁପ୍ତିରୁ ରକ୍ଷା ପାଇପାରନ୍ତା। ସମସ୍ତେ ମିଳିମିଶି ଘରଚଟିଆ ପକ୍ଷୀଙ୍କ ବଂଶବୃଦ୍ଧି ପାଇଁ କିଛି ଚେଷ୍ଟା ଓ ଉଦ୍ୟମ କରିବା।